ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। 5,000 ଟଙ୍କା ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍। ବକେୟା ଥିବା ଦରମା ଟଙ୍କା କରାଇ ଦେବା ପାଇଁ ଲାଞ୍ଚ ମାଗିଥିବା ଏବଂ ଅଗ୍ରିମ 5,000 ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଖବର ଅନୁସାରେ ମାଥିଲି ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ସୋମନାଥ ବାଙ୍କିଆ ଏକ ପାରିବାରିକ ମୋକଦ୍ଦମାରେ ଜେଲ୍ ଯାଇଥିଲେ। ତେବେ ପରେ ସେ ନିର୍ଦ୍ଦୋଷ ଖଲାସ ହୋଇଥିଲେ। ତେବେ ସେହି ସମୟରେ ଦରମା କରାଇ ଦେବାକୁ ସୋମନାଥ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରିଥିଲେ। ତେବେ ବାରମ୍ବାର ଯୋଗାଯୋଗ ପରେ ମଧ୍ୟ ତାଙ୍କ ଦରମା କରାଯାଇ ନଥିଲା। ଓଲଟା କାଗଜପତ୍ର କାମ ପାଇଁ ସମସ୍ତଙ୍କୁ ଲାଞ୍ଚ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏଥିନେଇ ଶିକ୍ଷକ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସର ଏକ ଦଳ ମାଥିଲି ବିଓ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲେ। କିରାଣୀ ରବି ପାତ୍ର ଲାଞ୍ଚ ଟଙ୍କା ଗ୍ରହଣ କଲା ବେଳେ ତାଙ୍କୁ ମାଡ଼ି ବସିଥିଲେ ଭିଜିଲାନ୍ସ ଟିମ୍। ପରେ ତାଙ୍କୁ ଅଧିକ ପଚରାଉଚରା ନିମନ୍ତେ ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡ଼ିଛି। ମାଥିଲିରୁ ଦୀପକ ସାହୁଙ୍କ ରିପୋର୍ଟ, ଭିପି ନ୍ୟୁଜ ଓଡ଼ିଶା।